ମେଣ୍ଢାମାନଙ୍କ ପଛରେ ଗୋଟିଏ ଗୋଟିଏ ମାଗଧିଆ ମାନେ ବହୁତ ଦିନ ହେଲା ଲାଗି ରହିଥିଲେ। ପରନ୍ତୁ ମେଣ୍ଢାମାନଙ୍କ ସହିତ କୌଣସି ପ୍ରକାର ଶତ୍ରୁତା ପ୍ରକାଶ କରୁନଥିଲେ। ତଥାପି ମେଣ୍ଢାମାନେ ତାଙ୍କୁ ଦୁଷ୍ଟ ତଥା ଶତ୍ରୁ ବୋଲି ଭାବୁଥିଲେ ଏବଂ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖୁଥିଲେ। ଏହିଭଳି ବହୁତ ଦିନ ଅତିବାହିତ ହୋଇଗଲା। ମେଣ୍ଢାମାନେ ଦେଖିଲେ ଅନ୍ୟ ଗଧିଆମାନେ ତାଙ୍କର କୌଣସି ଅନିଷ୍ଟ କରୁନାହାନ୍ତି କି ସେ ଶତ୍ରୁତା ଆଚରଣ କରୁନାହାନ୍ତି। ଫଳରେ ସେମାନଙ୍କ ଉପରେ ମେଣ୍ଢାମାନେ ବିଶ୍ୱାସ କରିବାକୁ ଲାଗିଲେ ଏବଂ ମା ଗଧିଆମାନଙ୍କୁ ମିତ୍ର ବୋଲି ମନେ କରୁଥିଲେ। ମେଣ୍ଢାମାନେ ଏଇଠି ରୁହନ୍ତୁ ବା ନ ରୁହନ୍ତୁ, କିନ୍ତୁ ମା ଗଧିଆମାନେ ତାଙ୍କର ଛୁଆମାନଙ୍କର କୌଣସି ଅନିଷ୍ଟ କରିବେ ନାହିଁ। କାରଣ ଗଧିଆମାନଙ୍କ ଭିତରେ ହିଂସାର କୌଣସି ପ୍ରକାର ଚିହ୍ନ ପରିଲକ୍ଷିତ ହେଉନଥିଲା। ଦିନେ ମେଣ୍ଢାମାନଙ୍କୁ ଘାସ ଚରିବାକୁ ଦୂରକୁ ଯିବାକୁ ପଡ଼ିଲା। ତେଣୁ ସେ ମା ଗଧିଆମାନଙ୍କୁ ଡାକି କହିଲେ, ମିତ୍ର, ଆମେ ଘାସ ଚରିବାକୁ ଦୂରରେ ଥିବା ଘାସ କିଆରୀକୁ ଯାଉଛୁ। ଫେରୁ ଫେରୁ ସପ୍ତାହେ ଡେରି ହୋଇପାରେ। ସେତେବେଳେ ପର୍ଯ୍ୟନ୍ତ ତୁମେମାନଙ୍କୁ ଆମର ଛୁଆମାନଙ୍କର ଦେଖାଶୁଣା କରିବାକୁ ପଡ଼ିବ। ଏହା କହି ମେଣ୍ଢାମାନେ ଚାଲିଗଲେ। ମା ଗଧିଆମାନେ ମନେ ମନେ ଭାବିଲେ, ଧୈର୍ଯ୍ୟର ଫଳ ସର୍ବଦା ମିଠା। ତେଣୁ ମା ଗଧିଆମାନେ ମେଣ୍ଢାମାନଙ୍କ ମନରେ ବିଶ୍ୱାସ ଜଗାଇ ଆଜି ଏଭଳି ମଉକା ସେମାନେ ପାଇଛନ୍ତି। ମା ଗଧିଆମାନେ ପ୍ରତିଦିନ ଗୋଟିଏ ଗୋଟିଏ ମେଣ୍ଢା ଛୁଆକୁ ଖାଇବାରେ ଲାଗିଲେ। ଏହା ଭିତରେ ସପ୍ତାହେ ପୂରିଗଲା। ମା ଗଧିଆମାନେ ମେଣ୍ଢାମାନଙ୍କ ଆସିବା ଆଗରୁ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ। ଏକ ସପ୍ତାହ ପରେ ମେଣ୍ଢାମାନେ ନିଜ ବସାକୁ ଫେରି ଆସିବାରୁ ସେମାନେ ଦେଖିଲେ ଯେ ସେଠାରେ ସେମାନଙ୍କର ଛୁଆମାନେ ନାହାନ୍ତି। ସେଠାରେ ଛୁଆମାନଙ୍କ ହାଡ଼ର ଗଦା ହୋଇ ରହିଛି। ଆଉ ଗଧିଆମାନଙ୍କୁ ଖୋଜିଲା ବେଳେ ଗଧିଆମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ଏହା ସବୁ ଦେଖି ମେଣ୍ଢାମାନେ କାନ୍ଦି କାନ୍ଦି ସେମାନଙ୍କର ଛୁଆମାନଙ୍କୁ ଖୋଜିଲେ, କିନ୍ତୁ ଫଳ କିଛି ହେଲା ନାହିଁ। ସେମାନେ ଭାବିଲେ, କପଟିକୁ ବିଶ୍ୱାସ କରିବାର ଫଳ ହେଲା ଏଇଆ।